ତାଇ ଅଛି ଆମର ଯେତେବେଳେ ଜନ୍ମ ହେଉଛି ବ୍ୟକ୍ତି ସେତେବେଳେ ସେ ତିନି ପ୍ରକାର ଋଣରେ ଋଣୀ ହେଇଯାଉଛି। ଦେବ ଋଣ, ଆଉ ଋଷି ଋଣ, ପିତୃ ଋଣ। ଦେବ ଋଣ, ଋଷି ଋଣ, ପିତୃ ଋଣ ତିନି ପ୍ରକାର ଋଣରେ ଋଣୀ ହେଇଯାଉଛି। ସେ ଋଣ କେମିତି ସୁଝିବ? ସେ ଋଣ ସୁଝିବା ପାଇଁ ହେଲେ ଏସବୁ ଦେବ ଋଣ ସୁଝିବାକୁ ହେଲେ ସେ କଣ କରିବ ନା ଯଜ୍ଞାନୁଷ୍ଠାନ କରିବ। ଆଉ ଋଷି ଋଣ ସୁଝିବାକୁ ହେଲେ ସେ ବେଦାଧ୍ୟୟନ କରିବ। ଆଉ ପିତୃ ଋଣ ସୁଝିବାକୁ ହେଲେ ଶ୍ରାଦ୍ଧ ଗୁଡ଼ିକ କରିବ। ଏ ଶ୍ରାଦ୍ଧ କଲେ ଯେ ପିତୃ ଋଣ ସୁଝିବ। ଏ ତିନି ପ୍ରକାର ଋଣରେ ଋଣୀ ହେଇଯାଉଛି। ଏ ଋଣ ସୁଝିବାକୁ ହେଲେ ଏ ପ୍ରକାର ଶ୍ରାଦ୍ଧାନୁଷ୍ଠାନ ପିତୃ ଋଣ କରିବାକୁ। ଆଉ ଗୋଟେ କଥା ହେଉଛି ବିବାହ କରିବ, ଆଉ ଇଏ ଶ୍ରାଦ୍ଧ ବରାବର ରହିବ, ବରାବର ଚାଲିବ। ତା କଲା ତ ତାପରେ ସେ ପୁତ୍ର ଉତ୍ପାଦନ କଲା, ତାର ପୁତ୍ର କରିବ। ତାପରେ ସେ ବିବାହ କରିବ, ପୁତ୍ର ଉତ୍ପାଦନ କରିବ, ସେ ତାର ପୁତ୍ର କରିବ। ବଂଶ ପରମ୍ପରା କ୍ରମେ ଏ ଶ୍ରାଦ୍ଧ ଚାଲିବ। ତା ନହେଲେ ଅପରାଧୀ ହେବ। ଯାହା ଏଠି କହିଲେ ତୁମେ ଯେ ଶ୍ରାଦ୍ଧ ନ କରିବ ତାହେଲେ କହିଲେ ଏକାଦଶୀ ଦିବସ ଯଦି କରିବ ତାହେଲେ କେମିତି ତୁମେ ନର୍କ ଯିବ, ଏସବୁ କଥା ଦିଆଯାଉଛି। ତେଣୁ ଶ୍ରାଦ୍ଧର କର୍ତ୍ତବ୍ୟ ଆମର ରହିଛି, ଶ୍ରାଦ୍ଧ କରିବା ପାଇଁ କୁହାଯାଉଛି। କିନ୍ତୁ ଏ ମଧ୍ୟ ଯଦି ଶାସ୍ତ୍ରରେ ଏ କଥା ଅଛି, ତଥାପି ଆମକୁ ଦିଆଯାଇଛି ଯେ ଶାସ୍ତ୍ରରେ ଯଦି କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ରୂପରେ କୃଷ୍ଣଙ୍କ ସମସ୍ତ ଆଚରଣ କରନ୍ତି, ଅର୍ଥାତ୍ ବୈଷ୍ଣବ ହୁଅନ୍ତି, ଭକ୍ତ ହୋଇଯାଆନ୍ତି, ପୂର୍ଣ୍ଣ ପ୍ରପନ୍ନ ହୋଇଯାଆନ୍ତି କୃଷ୍ଣ ପାଦ ପଦ୍ମରେ, ଆଉ କୃଷ୍ଣଙ୍କର ସେବାରେ ସମ୍ପୂର୍ଣ୍ଣ ରୂପେ ପ୍ରାମାଣିକ ବୈଷ୍ଣବ ଗୁରୁ ବା ଆଚାର୍ଯ୍ୟଙ୍କ ଆନୁଗତ୍ୟରେ ନିଯୁକ୍ତ ହୋଇଯାଆନ୍ତି, ତାହେଲେ ଏ ପ୍ରକାର ଋଣରୁ ସେ ମୁକ୍ତ ହୋଇଯାଆନ୍ତି। ଆଉ କୌଣସି ପ୍ରକାର ଏ ପ୍ରକାର ଶ୍ରାଦ୍ଧ କରିବା ପାଇଁ ଦରକାର ପଡ଼ିବ ନାହିଁ। ଦେବର୍ଷି ଭୂତାତ୍ମ ନୃଣାମ ପିତୃଣାମ ବା ନ କିଙ୍କର ନାୟ ଋଣୀଚରାଦନ ସର୍ବାତ୍ମନେଜୋ ଶରଣଂ ଶରଣ୍ୟଂ ଗତ ମୁକୁନ୍ଦମ ପରିହୂତ କର୍ତ୍ତମ। এই କଥା ଅଛି ଆମର ଭାଗବତରେ। ଦେବର୍ଷି, ଦେବ, ଋଷି, ଭୂତ, ଆତ୍ମ, ନୃଣାମ, ପିତୃଣାମ, এই ସମସ୍ତଙ୍କ ପାଖରେ ଋଣୀ ତୁମେ ଅଛ। ଦେବ ଋଣ ଅଛି, ଋଷି ଋଣ ଅଛି, ଭୂତ ଋଣ ଅଛି, ଦେବର୍ଷି ଭୂତ ଆପ୍ତ, ବନ୍ଧୁବାନ୍ଧବ ଆପ୍ତ, ଭୂତ ଆପ୍ତ, ନୃଣ ମାନବ ସମାଜ, ପିତୃପୁରୁଷ, ଏ ସମସ୍ତଙ୍କ ପାଖରେ ଋଣୀ ଅଛ। এই ସମସ୍ତ ଋଣ ସୁଝିବାକୁ ପଡ଼ିବ। କିଭଳି ସୁଝିବ ତାର ଉପାୟ ମଧ୍ୟ ବେଦରେ ଏସବୁ କଥା ଦିଆଅଛି। ଯେମିତି ଆମର କୁହାଯାଇଛି ଯେ ଗୃହସ୍ଥ କଥା ପୂର୍ବରୁ ଗଲାଣି, ଯେ ଗୃହସ୍ଥ ଶ୍ରାଦ୍ଧ ମଧ୍ୟ କରିବ, ଏସବୁ ଋଣ ପୁଣି ସୁଝିବା ପାଇଁ କଥା ଦିଆଯାଇଛି। ପିତୃଋଣ, ପିତୃପୁରୁଷ ମାନଙ୍କ ଋଣ। ଆଉ କଥା ବି ଅଛି ପଞ୍ଚସୁନା ଯଜ୍ଞ କରିବ ପ୍ରତିଦିନ ଗୃହସ୍ଥ, ଯାହା ଦେବ, ଋଷି, ଭୂତ, ନୃ, ପିତୃପୁରୁଷ, এই ପଞ୍ଚସୁନା ଯଜ୍ଞ ମଧ୍ୟ ପ୍ରତିଦିନ କରିବାର କଥା ଅଛି। ଯେତେ ଜୀବଜନ୍ତୁ ପ୍ରାଣୀ ଅଛନ୍ତି ସମସ୍ତଙ୍କୁ ଖାଦ୍ୟ କିପରି ଦେବ, ତାପରେ ଯାଇକରି ରାସ୍ତା ଉପରେ ଯାଇ 3 ଥର ଡାକିବ, କିଏ ଅଭୁକ୍ତ ଅଛି, ଖାଦ୍ୟ ପ୍ରସ୍ତୁତ ଅଛି, ଆସ ଖାଇବ, ଯେ ଆସିବ ତାକୁ ଖାଦ୍ୟ ଦେବ, ତା ଶେଷରେ ନିଜେ ଭୋଜନ କରିବ। ଏସବୁ କଥା ମଧ୍ୟ ଆମର ଅଛି। କାହିଁକି ନା ତା ନ କଲେ ସେ ପାପରେ ଭାଗି ହେବ, ପାପୀ ହେଇଯିବ। କାହିଁକିନା ସେ ଯେତେବେଳେ ନିଆଁ ଜାଳୁଛି, ଚୁଲି ଲଗାଉଛି ପାକ କରିବା ପାଇଁ, ସେତେବେଳେ କେତେ କୀଟ ଅଛନ୍ତି, ଯାହା କ୍ଷୁଦ୍ର ଜୀବ ଅଛନ୍ତି ମଧ୍ୟ
ସେ ସବୁ ମରିଯାଉଛନ୍ତି। ଆଉ ପାଣି ମାଠିଆ ରଖିଛି, ତା ତଳେ କୀଟ ଅଛନ୍ତି ସବୁ, ଗଡ଼େଇଲା ତ ମରିଗଲେଣି ସେଠି। ପେଶୁଛି ବା ଚକିରେ ପେଶୁଛି, ଶିଳରେ ବାଟୁଛି, ତା ତଳେ ପେଶି ହେଇକରି କେତେକ ମରିଗଲେଣି ସବୁ। ଏତେ ଜୀବ ହତ୍ୟା ହେଇଗଲାଣି, ପାପ କେତେକ ହେଇଯାଉଛି। ବାଟ ଚାଲୁଛି ତ କୋଉଠି ମାଡ଼ି ମକ୍ତି ପକେଇଲାଣି କେତେ କଣ। ଜୈନମାନେ ଅଛନ୍ତି ନାକରେ ପଶିଗଲେ, ନାକରେ ଲୁଗା ବାନ୍ଧୁଛନ୍ତି, କେତେ କଥା କରୁଛନ୍ତି ସବୁ। କାଳେ ଜୀବଟା ପଶିବ, କିଟିଟା ପଶିଯିବ, ମରିଯିବ, ଆଉ ପାପ ହେଇଯିବ। ଇ କେତେ କାଣ୍ଡ ଅଛି। ତାହେଲେ ଏଇ ପ୍ରକାର ଭାବରେ ପାପ ତ ବରାବର ହଉଛି। ତେଣୁ ଇଏ ଯୋଉ ପାପ ହଉଛି ତୁମର, ଇଏ ପାପରୁ ରକ୍ଷା ପାଇବା ପାଇଁ ତାହେଲେ ତୁମକୁ ଏଇ ପଞ୍ଚସୁନା ଯଜ୍ଞ ଗୁଡାକ ସବୁ କରିବା ପାଇଁ ପଡିବ। ତା ନହେଲେ ଏ ଯଜ୍ଞ କର୍ମ ନ କଲେ ତୁମେ ପାପରୁ ମୁକ୍ତ ହେଇପାରିବ ନା। ଏସବୁ କଥା ଅଛି। କିନ୍ତୁ ଆମର ଶେଷ କଥା ଦିଆଗଲା, ଦେବଶ୍ରୀ ଭୂତାତ୍ମ ନୃଣାମ ପିତୃଣାମ ବା ନ କିଙ୍କର ନାୟଂ ଋଣିଞ୍ଚ ରାଜନ ସର୍ବାତ୍ମନେ ଯୋଉ ଶରଣଂ ଶରଣ୍ୟଙ୍ଗତ ମୁକୁନ୍ଦମ ପରିଣତ। ଏ ସବୁ ଋଣ ତ ରହିଛି, ଋଣୀ ହେଲ, ଏ ଋଣ କଣ ସୁଝିବ ତୁମେ? ଗୋଟେ ଉପାୟ ଦିଆଗଲା, ଯଦି ସର୍ବାନ୍ତକରଣରେ ମୁକୁନ୍ଦ ଚରଣ ଅରବିନ୍ଦରେ ଆଶ୍ରିତ ହେଇଯିବ ତୁମେ, ତାହେଲେ ମୁକୁନ୍ଦଙ୍କର ପ୍ରେମମୟୀ ସେବାରେ ନିଯୁକ୍ତ ହେଇଯିବ। ଯେତେବେଳେ ଉପଯୁକ୍ତ ପ୍ରାମାଣିକ ଗୁରୁଙ୍କ ଆନୁଗତ୍ୟରେ, ସେତେବେଳେ ସବୁ ଋଣ ଗୁଡାକ ତୁମର ପୈଠ ହେଇଗଲା। ତା ମାନେ ଆମର କହିବାର ତାତ୍ପର୍ଯ୍ୟ, ଯେତେବେଳେ ଜଣେ ବୈଷ୍ଣବ ହେଇଯାଆନ୍ତି, ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ସଣତ ଆଚରଣ କରନ୍ତି ବୈଷ୍ଣବ ଗୁରୁ ଗ୍ରହଣ କରି, ସେତେବେଳେ ଏ ଋଣ ଆଉ କିଛି ରହେ ନା। ତେଣୁ ଏ ଋଣ ମୁକ୍ତ ହେଇଯାନ୍ତି, ଆଉ ଏ ଶ୍ରାଦ୍ଧ ପ୍ରାଦ କରିବା ପାଇଁ ଦରକାର ସେତେବେଳେ ଆଉ ପଡେ ନା। ଏ କଥା ମଧ୍ୟ ଆମର ଶାସ୍ତ୍ରରେ ଅଛି। ଶୁଦ୍ଧ